ତେବେ ମତେ ଖାଲି କୁହନ୍ତୁ ଆମର ଯୋଉମାନେ ବିగ్ ବିగ్ ଷ୍ଟାର ରହିଲେ ତାଙ୍କ ବିଷୟରେ ମୁଁ କିଛି ମାନେ ସେମାନେ ତ ଆପଣ ତ ମାନେ ମିଟ୍ କରିଥିବେ ତାଙ୍କୁ ବହୁତ କ୍ଲୋଜ ସମସ୍ତ ସହିତ। ମତେ ଖାଲି କୁହନ୍ତୁ ସମସ୍ତଙ୍କର ମାନେ ତାଙ୍କର ମତେ 3 ମାନେ ପଜିଟିଭ ଥିଙ୍ଗସ୍ ମତେ ତାଙ୍କ ବିଷୟରେ କହିବେ। ଓକେ, ମୁଁ ମୋ ଷ୍ଟାରଙ୍କ ନାଁ କହିବି, ଆପଣ ତାଙ୍କର 3ଟା ପଜିଟିଭ ଜିନିଷ ଆପଣ ତାଙ୍କଠୁ କଣଟା ଶିଖିଛନ୍ତି କି କି ମାନେ ମାନେ ଅଡିଏନ୍ସ ମାନେ ତାଙ୍କଠୁ କଣଟା ଶିଖିପାରିବେ। ଫାର୍ଷ୍ଟ ଆମେ ଧରିବା ସିଦ୍ଧାନ୍ତ ମହାପାତ୍ର 3 ପଜିଟିଭ ଥିଙ୍ଗସ୍। ଲାଇକ୍ ଭେରି ପଙ୍କ୍ଚୁଆଲ। 6ଟା ବେଳେ କଲ୍ ଟାଇମ୍ ଦେଇଥିବି, ସେ 5:50 ସେଟ୍ରେ ଥିବ। ବହୁତ ଗ୍ରେଟ୍ ଆକ୍ଟର, ଗ୍ରେଟ୍ ଆକ୍ଟର ଆଉ ସୁପରଷ୍ଟାର। ଆଣ୍ଡ ଅନୁଭବ ମହାନ୍ତି ଅରା, ଯେ ଯୋଉଠି ବି ଥାନ୍ତି ଗୋଟେ ସ୍ପାର୍କ ଥାଏ ତାଙ୍କ ଭିତରେ, ମାନେ ମାନେ ଆମର କି ସ୍ପାର୍କଟା ଥାଏ ମାନେ ସୁପରଷ୍ଟାର ର ଯୋଉ ସ୍ପାର୍କ ନୁହେଁ କି ସେଟା ତାଙ୍କଠୁ ମିଳେ, ସେ ଅରାଟା ଫିଲ୍ ହୁଏ ତାଙ୍କଠୁ। ସେ ଦୂରରେ ଥିବେ, ଯଦି 500 ବି ଲୋକ ଅଛନ୍ତି, ଆପଣ ବହୁତ ଦୂରରେ ଅଛନ୍ତି, ସିଏ ଦେଖା ହଉଥିବେ, ତାଙ୍କ ପାଖରେ ଅଛି ଅରା ସେମିତିଆ। ଗ୍ରେଟ୍ ହ୍ୟୁମାନ ବିଂ ଆଉ ଗ୍ରେଟ୍ ଆକ୍ଟର। ଅରିନ୍ଦମ ରୟ ଅରିନ୍ଦମ ଭାଇଙ୍କ ସହିତ ମୁଁ କାମ କରିନି ଏଯାଏ, ମାନେ ବେଟ ବି ବୋଧ ହୁଏ ହେଇନି ଏଯାଏ। ଆଉ ବାବୁସାନ ମାନେ ବହୁତ ସୁଇଟ, ବହୁତ ହମ୍ବଲ ପର୍ସନ ଆଉ ସୁପର, ମାନେ ମୋ ଫେଭରେଟ ଆକ୍ଟର। ସେ ମୋ ପର୍ସନାଲ ଫେଭରେଟ ଆକ୍ଟର। ମୁଁ ଆଇ ହୋପ କି ବହୁତ ଜଲ୍ଦି ତାଙ୍କ ସହିତ କାମ କରେ। ଆଉ ହିରୋଇନ ମାନଙ୍କ ଭିତରେ ବର୍ଷା କାମ କରିନି ତାଙ୍କ ସହିତ, ପର୍ସନାଲି ମିଶିନି। ଅର୍ଚିତା ସହିତ ଆପଣ କାମ କରିଛି, ସେ ଲେଡି ସୁପରଷ୍ଟାର। ଆଣ୍ଡ ଶୀତଲଙ୍କ ସହିତ ଗୋଟେ ଆଡ କରିଛି, ବହୁତ ଭଲ ଆକ୍ଟ୍ରେସ, ବହୁତ ବଢିଆ ଡାନ୍ସର। ଯଦି ଏବେ ଆପଣ ଯୋଉ ନ୍ୟୁ କମର ଯେମିତି ଆମର ଏବେ ସିଦ୍ଧାନ୍ତ ମହାପାତ୍ର ଆଉ ଅନୁଭବ ମହାନ୍ତି, ବାବୁସାନ 3 ଜଣଙ୍କୁ ଆପଣ ଗୋଟେ ଷ୍ଟେଜରେ ଯେମିତି ରଖ, ଆପଣ ଯେମିତି ମାନେ ଦେଖିବେ, ଯେମିତି ଏବେକାର ଯୋଉ ନ୍ୟୁ କମର କୋଉମାନଙ୍କୁ ଆପଣ ଦେଖୁଛନ୍ତି କି ସେମାନେ ନେକ୍ସଟ ସିଦ୍ଧାନ୍ତ କି ନେକ୍ସଟ ବାବୁସାନ, ଆପଣ କାହା ନାଁ ନେବା ପାଇଁ ଚାହିଁବେ ଯୋଉମାନେ ନ୍ୟୁ କମର ଏବେ ଅଛନ୍ତି? ଦୀପାନ୍ୱିତ ବହୁତ ବଢ଼ିଆ ଆକ୍ଟର, ସନୋଜ, ଅଭିଷେକ ପଣ୍ଡା, ଶୈଳେନ୍ଦ୍ର, ଆକାଶ ହୋତା, ଭଲ ଏମାନେ ବହୁତ ବଢ଼ିଆ ଟ୍ୟାଲେଣ୍ଟ। ଆଗକୁ ହୋପ୍ ଏମାନେ ସ୍ପାର୍କ କରିବେ। ତ ତାଙ୍କ ଭିତରୁ କିଏ ମାନେ ସୁପରଷ୍ଟାର ହେବେ ଆପଣ? ସେଟା ମୁଁ କହିବି, ସେମାନେ ନିଜ କର୍ମ ନେଇକି ଆସିଛନ୍ତି। ବଟ୍ ସମସ୍ତ ପାଖରେ ଟ୍ୟାଲେଣ୍ଟ ଅଛି, ସମସ୍ତ ପାଖରେ ଟ୍ୟାଲେଣ୍ଟ ଅଛି। ବାକି ଦେଖନ୍ତୁ, ସମସ୍ତେ ଏଇ ଲାଇନରେ ଗୋଟେ ଲକ୍ ଫ୍ୟାକ୍ଟରଟା ବହୁତ କାମ କରେ, ବହୁତ କାମ। ଆପଣ ବହୁତ ଏଫର୍ଟ ଦେଇଥିବେ, ବହୁତ କିଛି ଘଟଣା ମାନେ ବହୁତ ଏଫର୍ଟ ଦେଇଥିବେ, ବହୁତ ଇନଭେଷ୍ଟମେଣ୍ଟ କରିଥିବେ, ଫିଲ୍ମ ଚାଲିବନି। ଆପଣ କିଛି କରୁନଥିବେ, ଖରାପ ଫିଲ୍ମ କରିଥିବେ, ଫିଲ୍ମ ଚାଲିଯିବ। ସେଟା ଲକ୍ ଫ୍ୟାକ୍ଟରଟା, ବୁଝିପାରୁଛନ୍ତି? ଲକ୍ ଫ୍ୟାକ୍ଟରଟା ସମସ୍ତେ ନିଜ ନିଜ ଲକ୍ ନେଇକି ଆସିଥାନ୍ତି।